ମୋର ମଝିରେ ବେଳେ ବେଳେ ଭଲ କମେଣ୍ଟ ଆସେ, କାହିଁକି ନା ଜାଣିବାର କଥା କି ଗୋଟେ ଭାଇ କମେଣ୍ଟ କରିଛନ୍ତି, ଭାଇ ତୁମର ବେଶୀ ଲାଇକ୍ କାହିଁକି ଆସୁନି ଦେଖ। ମୁଁ ସେ ଲାଇକ୍ ଆସୁନି ବୋଲି କହୁଛି ଶୁଣ। ସେ ଯେଉଁ ଲାଇକ୍ ନ ଆସିବାର କାରଣ, ଆଗେ 5 ହିରୋ ଫିଲ୍ମ କରୁଥିଲେ 95 ଲୋକ ଦେଖୁଥିଲେ, ତ ଏବେ ତ ୟୁଟ୍ୟୁବ ତ ଇନଷ୍ଟାଗ୍ରାମ ସମସ୍ତେ ଭିଡ଼ିଓ କଲେ, ତ ସମସ୍ତେ ଭିଡ଼ିଓ କଲେ, ସମସ୍ତେ ଭାବିଲେ ଆମର ଲାଇକ୍ ଆସିବା ଦରକାର। ଯାହାର ବି ଆଇଲେ ସେ ଭାବୁଛନ୍ତି ମୋର କାହିଁକି ଆସିବନି। ତେଣୁ କେହି କାହା ଭିଡ଼ିଓକୁ ଲାଇକ୍ କରୁନାହାନ୍ତି, ତେଣୁ ଲାଇକ୍ ନ କଲେ କାହାର ଭ୍ୟୁ ତ ଅଟୋମେଟିକ୍ କମିବ, ଲାଇକ୍ କମିବ ଏଇସବୁ। କିନ୍ତୁ କେହି ବି ମଣିଷ ହେଇପାରିବେନି ବୋଲେ ଆ ଦେହରୁ ଯିଏ ଚିନ୍ତାଧାରା କରିଥିବ କ'ଣ ହେବା ପାଇଁ, ଏଇସବୁ ଜିନିଷ। କିନ୍ତୁ ଆମେ ଭିଡ଼ିଓ କରୁଛୁ ଯେ ସେ ଜିନିଷ ପାଇଁ ନୁହଁ, କିଛି ଜାଣିବା କଥା, କିଛି କହିବା ପାଇଁ, ଜାଣିବା ପାଇଁ ଏସବୁ ଭିଡ଼ିଓ ଆମେ କରୁଛୁ। ଆମେ ସେଲିବ୍ରିଟି ଭାବୁନାହୁଁ କି ଏସବୁ ଜିନିଷ ଖରାପ ଜିନିଷକୁ ଆମେ ଦୂରେଇବାକୁ ଚାହୁଁଛୁ, ପ୍ରଶ୍ରୟ ଦେବାକୁ ଚାହୁଁନାହୁଁ ଏସବୁ ଜିନିଷ। କିନ୍ତୁ ଏଇ ଯେଉଁମାନେ ନାଁ କରିଛନ୍ତି, ଦେଖ କିଛି ଲୋକ ଭ୍ୟୁଜ୍ ବଢ଼ିଛି, ତାଙ୍କର ଫଲୋଅର୍ସ ବଢ଼ିଛି, ନାଁ ବି କରିଛନ୍ତି, କିନ୍ତୁ ସେ ହିରୋ ମାନେ ହିରୋ ଭଳି ଦେଖା ହେବା ଦରକାର। ଦାନ୍ତ ବାହାରିଥିବ, କିଏ ଗୋଟେ ଇଆଡ଼ୁ ସିଆଡ଼ୁ ଭିଡ଼ିଓ କରିକି ଚାଲିଲା ପରେ କ'ଣ ସେମାନେ ଭାବୁଛନ୍ତି ସେଲିବ୍ରିଟି। ନିଜକୁ ନିଜେ ଭାବିବା ଦରକାର ସେତିକି, କାହିଁକି ନା ତୁମେ କେଉଁ ର୍ୟାଙ୍କର ଲୋକ।